কোন পাই মনা করছো কোন পাই কোন পাই মনা করছো মনা করছো কোন না কোন পাই মনা করছো ভাই কোন পাই মনা করছো কোন পাই মনা করছো কোন ভাই এই গাড়ি গলা তাକୁ মনা করন কোন ভাই না ইলেকট্রিক গাড়ি গলা প্রতি গণপ্রতিনিধি কি ছাড়িবনি ভাই শুনো শুনো ও ভাই সিকিউরিটি ভাই নাটা কোন টিকে দেখাইলে নাটা দেখিল নাটা কোন না গাই দেখাও 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 নাটা গাই দেখাও নাটা কোন নাটা কোন এ ভাই শুভনি কুহ 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 কাই ছাড়িবনি নাটা কুহ কোন তুমি কাই ছাড়িবনি হ্যাঁ কাইকি ছাড়িবনি। ଧାମନଗର ଜରା ନିବାସ ବୃଦ୍ଧା ଆଶ୍ରମର ଖୋଲୁଛି ଗୁମର। ଜରା ନିବାସ ବୃଦ୍ଧା ଆଶ୍ରମରେ ବହୁ ନିର୍ଯାତନା ଓ ଦୁର୍ନୀତି ଚାଲିଛି ବୋଲି ସିଧା ସିଧା ଅଭିଯୋଗ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଧୋବଲ ଧାମନଗର ରାସ୍ତାରେ ରାଣୀ ପୋଖରୀଠାରେ ଥିବା ଜରା ନିବାସ ବୃଦ୍ଧା ଆଶ୍ରମରେ ବହୁ ନିର୍ଯାତନା ଦୁର୍ନୀତି ଚାଲିଛି ବୋଲି ଅଭିଯୋଗ ହୋଇଛି। ଗତ କିଛି ଦିନ ତଳେ ଜଣେ ଜରା ନିବାସ ଅନ୍ତେବାସୀ ନିର୍ଯାତନାର ଶିକାର ହୋଇ ସେଠାରୁ ଚାଲି ଆସିଥିଲେ। କିଛି ଗଣମାଧ୍ୟମ ପ୍ରତିନିଧି ଖବର ପାଇ ସେ ଅନ୍ତେବାସୀଙ୍କୁ ଯୋଗାଯୋଗ ମଧ୍ୟ କରିଥିଲେ। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ସେ ତାଙ୍କ ପ୍ରତିକ୍ରିୟାରେ ଯାହା କହିଲେ ଠିକ୍ ସେ ଖାଦ୍ୟ ଖାଇବାକୁ ଦେଉନାହାନ୍ତି, ସଫାସୁତୁରା କରୁନାହାନ୍ତି, କେତେବେଳେ ମୁଢ଼ି ତ କେତେବେଳେ ଭାତ ସାଙ୍ଗକୁ ପାଣିଆ ଡାଲି, ଚା ଅଛି ତ ବିସ୍କୁଟ ନାହିଁ, ଅଭିଯୋଗ କଲେ ଧମକ ମିଳୁଛି। ଏ ଅଭିଯୋଗ ସିଧା ସିଧା କହିଛନ୍ତି ଏବଂ ଯାହା ଖାଇବାକୁ ଦେବୁ ତାହା ବାହାରେ ପ୍ରକାଶ କରିବ ନାହିଁ, ଏମିତି ବହୁ ଅଭିଯୋଗ ଅଛି। ବୃଦ୍ଧାଙ୍କ ପ୍ରତିକ୍ରିୟା ଶୁଣି ଗଣମାଧ୍ୟମ ପ୍ରତିନିଧି ଜରା ନିବାସ ବୃଦ୍ଧାଶ୍ରମକୁ ଯାଇଥିଲେ ପ୍ରକୃତର ସତ୍ୟାସତ୍ୟ ଜାଣିବା ପାଇଁ ସେଠାରେ ଚାଲିଛି କ'ଣ। ହେଲେ ସେଠାରେ ମୃତ ନଥିବା ସୁରକ୍ଷାକର୍ମୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ନାଲି ଆଖି ଦେଖାଇବା ସହ ଭିତରକୁ କୌଣସି ମତେ ପ୍ରବେଶ କରାଇ ଦେଇନଥିଲେ। ଉତ୍ତ୍ୟକ୍ତ ହୋଇ କହିଲେ ମଞ୍ଜୁଲତା ମ୍ୟାଡାମଙ୍କ ନିର୍ଦ୍ଦେଶ ଅଛି କୌଣସି ଗଣମାଧ୍ୟମ ପ୍ରତିନିଧି ଭିତରକୁ ପ୍ରବେଶ କରିପାରିବେ ନାହିଁ। ଏଥିରୁ ଆପଣ ଅନୁମାନ କରନ୍ତୁ ପ୍ରକୃତରେ କିଭଳି ନିର୍ଯାତନା ଓ ଦୁର୍ନୀତି ଚାଲିଛି ଏବଂ ସେ ମଞ୍ଜୁଲତା ମ୍ୟାଡାମ କିଏ, କାହା ନିର୍ଦ୍ଦେଶରେ ରହିଛି ପୁରା ଜରା ନିବାସ ବୃଦ୍ଧାଶ୍ରମ ଏବଂ କାହିଁକି ସେଠି ଏଭଳି ନିର୍ଯାତନା କରାଯାଉଛି ଏବଂ ଅଭିଯୋଗ ଯାହା ଆସିଛି ଯେ ପ୍ରତିଦିନ ଜଣକା ପିଛା 100 ଟଙ୍କା ନା ବିଲ୍ କରାଯାଉଛି କିନ୍ତୁ 30 ଟଙ୍କା ଜଣକ ପିଛା ଖର୍ଚ୍ଚ କରାଯାଉନାହିଁ। ଏବଂ ସେ ମଞ୍ଜୁଲତା ମ୍ୟାଡାମ କିଏ, ଏତେ ସାହସ କେଉଁଠୁ ଆସିଲା, ଏତେ ଦବଦବା ସେ କେଉଁଠୁ ପାଇଲେ, ଗୋଟେ ବିରାଟ କାୟା ଜରା ନିବାସ ବୃଦ୍ଧାଶ୍ରମ କରି କିଭଳି ଭାବେ ଏଠି ଚଲେଇଛନ୍ତି, ତାଙ୍କର ଗୁଣ୍ଡାରାଜ ଚଲେଇଛନ୍ତି ଏବଂ ଯେଉଁ ସୁରକ୍ଷା କର୍ମୀଙ୍କୁ ରଖିଛନ୍ତି ଏବଂ ବିଶେଷ ଭାବରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କାହିଁକି ଭିତରକୁ ପ୍ରବେଶ କରାଇବାକୁ ନାଲି ଆଖି ପ୍ରବେଶ କରିବାକୁ ଦେଲେ ନାହିଁ ଏବଂ ନାଲି ଆଖି ଦେଖାଉଛନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କ ସହ। ଦେଖିବା ଏଥିରୁ ଆପଣମାନେ ଅନୁମାନ କରନ୍ତୁ ପ୍ରକୃତରେ କିଭଳି ଭାବରେ ନିର୍ଯାତନା ଓ ଦୁର୍ନୀତି ଚାଲିଛି। ଭଦ୍ରକରୁ ଆଲୋକ କୁମାର ନାୟକଙ୍କ ରିପୋର୍ଟ, ସଂସ୍କାର ନ୍ୟୁଜ୍ ଓଡ଼ିଆ। ଆଜ୍ଞା ଏଠି ଯାହା ହଉଛି 100 ଟଙ୍କାର ବିଲ୍ ଡେଲି ହଉଛି, 30 ଟଙ୍କାର ଖାଦ୍ୟ ଦିଆ ହଉଛି, ଡାଲି ପାଣି ଭାତ ଆଉ 2 ଓଳି ମୁଢି ଦିଆ ହଉଛି, ସକାଳେ ମୁଢି ରାତିକି ମୁଢି। ଆଜ୍ଞା ମଣିଷ ଏଠି ଯେତେ ଜଣ ଅଛନ୍ତି ସବୁ ରୋଗା ହେଇଗଲେଣି, ଗୋଡକୁ ଗୋଡ ବାଜୁଛି ଆଉ ଧମକ ଦିଆ ହେଇକି ଲୋକଙ୍କୁ ରଖା ହେଇଛି। ଯାହା ଖାଇବାକୁ ଦଉଛୁ ବାହାରେ କୋଉଠି କିଛି କହିବନି। ଏ କଥାଟା କିଏ କହୁଛନ୍ତି? ତାଙ୍କର ଯୋଉ କର୍ମଚାରୀ ଅଛନ୍ତି 2 ଜଣ ଲେଡିଜ ସେଇମାନେ କହୁଛନ୍ତି। ଓହୋ ଆଚ୍ଛା ଆଚ୍ଛା, ସେଇଥିପାଇଁ ଭୟଭୀତ ହେଇ ଆପଣ ଚାହୁଁଛନ୍ତି ଆଉ ଏଠି ରହିବୁନି। ଆଉ ଖାଦ୍ୟ ଏଭଳି ଦଉଛନ୍ତି ଯେ ଯାଉ ଖାଦ୍ୟ ରୁଚୁନି। ଓହୋ ଆଚ୍ଛା, ସେଇଥିପାଇଁ ଆପଣ ରହିବା ପାଇଁ ଚାହୁଁନାହାନ୍ତି? ନା, ସେଥିପାଇଁ ମୁଁ ରହିବା ପାଇଁ ଚାହୁଁନି। ଆଜ୍ଞା ଏଠି ତ ମୁଁ ଆସିଥିଲି କଷ୍ଟ ଦୁଃଖରେ ପଡି, ଏଠି ତ ଖାଇବା ବିନା ମରିଯିବି, ଲାଭ କଣ ହବ ମୋର? ଜୀବନ ବଞ୍ଚି ପାରିବନି। ଯୋଉ ଲୋକମାନେ ଅଛନ୍ତି ଭୟଭୀତ ଅବସ୍ଥାରେ ଅଛନ୍ତି। ଆଚ୍ଛା ଆଚ୍ଛା ଆଚ୍ଛା, ମୋ ନାଁ ଶ୍ରୀ ଧନେଶ୍ୱର ମଲ୍ଲିକ, ସାକିନ ମୁନ୍ସିପାଲଟା 4 ନମ୍ବର ୱାର୍ଡ, ଜିଲ୍ଲା ଭଦ୍ରକ, ଥାନା ଧାମନଗର ଜିଲ୍ଲା ଭଦ୍ରକ। ମୋ ଆଧାର କାର୍ଡ ନେଲେ, ନେଇକି ରାତିରେ ରହିଲି, ଦେଖିଲି ଫାଷ୍ଟ ମୋତେ ମୁଢ଼ି ଖାଇବାକୁ ଦେଲେ, ଯାହା ମୁଁ ତାକୁ ଖାଇକି ଶୋଇଗଲି। ଟିକେ ଅଚିନ୍ତାରେ ଭାରି ମୋଟା ଗଦି ପଡ଼ିଛି, ହଗିବା ଗାଧୋଇବା ପାଇଁ ଭାରି ଚିକଣା ପାଇଖାନା। ଆଉ ରହିଲି, ଭାବିଲି କାଲି ସକାଳକୁ କିଛି ଭଲ ଖାଦ୍ୟ ମିଳିବ। ପୁଣି ତା ପରଦିନକୁ ସେଇ ମୁଢ଼ି ସକାଳୁ ମିଳିଲା। ମୁଢ଼ି ଖାଇସାରିଲା ପରେ ପୁଣି 1:30 ବେଳକୁ ଖାଇକି ଶୋଇଲୁ। ଡାଲମା କରିକି ଦେଲେ, ଡାଲି କରିକି ଦେଲେ। ଯୋଉ ଡାଲି ଦେଲେ ତା ଦେହରେ କିଛି ପଡ଼ିନାହିଁ, ଖାଲି ଲୁଣ ହଳଦୀ ପଡ଼ିଛି। ଆଉ ଆଳୁ ଗୋଟେ ସିଝେଇକି ଦେଲେ, ତା ଦେହରେ ଶୁଖିଲା ପୋଡ଼ା ଲଙ୍କା 2ଟି କରିକି ଦେଲେ, ଆଉ ଲୁଣ ଦେଲେ। ତାକୁ ଯେଭଳି ଖାଇବା କଥା ଆପଣମାନେ ହୃଦୟଙ୍ଗମ କରୁଥିବେ, ଯାହା ହଉ
ଦି ଦିନ ଭୋକଲା ହାତ ପେଲି ଠେଲିକି ତାକୁ ଖାଇକି ଶୋଇଲୁ। ପୁଣି ରାତିକେ ଟିକେ ଆପଣ ଦେଖୁଛନ୍ତି ସଂସ୍କାର ଟିଭି ଓଡ଼ିଆ 24x7 ଆପଣଙ୍କ ସେବାରେ।